ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ବାବାଙ୍କର ଓଡ଼ିଆ କାକଡ଼ ଆରତୀ ପ୍ରାର୍ଥନା କରିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ବାବାଙ୍କୁ ପ୍ରାର୍ଥନା କରିବା। କାକଡ଼ ଆରତୀ କରେ ହେ ସାଇନାଥ ଦିଅ, ଚିନ୍ମୟ ରୂପେ ବାଲୁତର ସେବାକୁ ନିଅ। କାମ କ୍ରୋଧ ଲୋଭ ଈର୍ଷାର ସଳିତା ଜଲାଇ, ବୈରାଗ ଘୃତରେ ତାକୁ ଦେଇଛି ଭିଜାଇ। ସାଇଙ୍କ ପ୍ରତି ଗୁରୁ ଭକ୍ତିର ଅଗ୍ନି ଜଲାଇ ଦେଲି, ଆଲୋକିତ କଲେ ଗୁରୁ କୁବୃତ୍ତିକୁ ଜାଲି। ଦ୍ୱୈତକୁ ନାଶ କରି ଅଦ୍ୱୈତ ଭାବ ଦିଅ, ଚିନ୍ମୟ ରୂପେ ବାଲୁତର ସେବାକୁ ନିଅ। କାକଡ଼ ଆରତୀ କରେ ହେ ସାଇନାଥ ଦିଅ, ଚିନ୍ମୟ ରୂପେ ବାଲୁତର ସେବାକୁ ନିଅ। ଜଳ ସ୍ଥଳ ଆକାଶ ବିଶ୍ୱରେ ବ୍ୟାପ୍ତ ହୋଇ ରହିଛ, ତୁମେ ହିଁ ଦତ୍ତଗୁରୁ ସାଇ ଶିରଡିରେ ବସିଛ। ଭକ୍ତ ରକ୍ଷଣେ ଆତଜାତ ତୁମେ କେତେ ସ୍ଥାନେ, ଭକ୍ତ ରକ୍ଷଣ କରିଦିଅ ସପରିଚୟ ତୁମେ। ଦେବ ନରଙ୍କୁ ତୁମର ଲୀଳା ବିଷୟ ନାହିଁ ଜ୍ଞାନ, ଚିନ୍ମୟ ରୂପେ ବାଲୁତର ସେବାକୁ ନିଅ। କାକଡ଼ ଆରତୀ କରେ ହେ ସାଇନାଥ ଦିଅ, ଚିନ୍ମୟ ରୂପେ ବାଲୁତର ସେବାକୁ ନିଅ। ସର୍ବଦିଗେ ତୁମ ଯଶ ଦୁନ୍ଦୁର୍ଭି ହୁଅଇ ଗୁଞ୍ଜରିତ, ତୁମ ରୂପର ଦର୍ଶନ ପାଇଁ ଭକ୍ତ ବ୍ୟାକୁଳିତ। ତୁମ ବଚନାମୃତ ପାନ କରି ସଭିଏଁ ମୋହିତ, ମାନ ଗୁମାନ ତେଜି ଭକତ ଚରଣେ ସମର୍ପିତ। ଦୟା କରି ହେ ସାଇ ମାତା ଦାସକୁ ଦିଅ ଆଶ୍ରୟ, ଚିନ୍ମୟ ରୂପେ ବାଲୁତର ସେବାକୁ ନିଅ। କାକଡ଼ ଆରତୀ କରେ ହେ ସାଇନାଥ ଦିଅ, ଚିନ୍ମୟ ରୂପେ ବାଲୁତର ସେବାକୁ ନିଅ। ଭକ୍ତିରୁ ଜାଗିଛି ଏଇ କାକଡ଼ ଜ୍ୟୋତି, ପଞ୍ଚ ପ୍ରାଣ ମନ ଲଗାଇ କରେ ମୁଁ ଆରତୀ। ଆରତୀ କରୁଛୁ ଆହେ ପଣ୍ଡରୀନାଥ, ଆହେ ସାଇନାଥ। ଯୋଡ଼େ ହସ୍ତେ କରେ ମୁଁ ପଦେ ମୁଁ ମଥା ନତ, ମହିମା ତୁମର କିଭା ବର୍ଣ୍ଣିବି ତୁମ ଦର୍ଶନ ପାଇଁ, ବାବା ଦର୍ଶନ ପାଇଁ। କୋଟି ବ୍ରହ୍ମ ହତ୍ୟା ପାପରୁ କ୍ଷଣକେ ମୁକ୍ତି ମିଳଇ, ରାହି ଆଉ ରଖୁମାବାଇ ଠିଆ ଦୁଇ ପାଖରେ। ଆଲଟ ଚାମର କରୁଛନ୍ତି ମୟୂର ପୁଚ୍ଛରେ, ଦୀପ ହାତେ ଦିବ୍ୟ ଶୋଭା ତୁକା କରନ୍ତି ଜଣାଣ। ବିଟେଇୱରିଙ୍କ ଦିବ୍ୟ ଆଭାରେ ଫୁଟେ ଲାବଣ୍ୟ। ଜାଗ ଜାଗ ସାଧୁ ସନ୍ଥ କର ନିଜ ହିତ ସାଧନ, କ୍ଷୟଶୀଳ ଏ ନର ଦେହେ ମିଳନ୍ତି ଭଗବାନ। ସକାଳ ଠାରୁ ଠିଆ ଯେ ବାବା ଇଟା ଉପରେ, ପ୍ରଭୁଙ୍କ ଚରଣ କମଳକୁ ଦେଖ ଅମୃତ ଦୃଷ୍ଟିରେ। ଉଠ ଉଠ ହେ ଯିବା ଚାଲ ବେଗି ସଭିଏଁ ମନ୍ଦିର, କାକଡ଼ ଆରତୀ ଦେଖି ଭସ୍ମ ହେବ ପାପ ରାଶିର। ଆତ୍ମମଗ୍ନ ରୁକ୍ମିଣୀ ବରଙ୍କୁ ଜଗାଇ ଦେବା, କୁଦୃଷ୍ଟିରୁ ରକ୍ଷାର୍ଥେ ଲେମ୍ବୁ ଲୁଣ ପ୍ରୟୋଗିବା। ବାଦ୍ୟଯନ୍ତ୍ର ଢୋଲ ବାଜୁଛି ବଡ଼ ଦୁଆରେ, ସଦ୍ଗୁରୁଙ୍କ ଆରତୀ ଚାଲିଛି ସାହାନାଇ ସ୍ୱରେ। ସିଂହନାଦ ଶଙ୍ଖ ଭେରୀ ହୁଅଇ ଗୁଞ୍ଜିତ, ଇଟା ପରେ ଠିଆ କେଶବରାଜଙ୍କ ଚରଣ ବନ୍ଦିତ। ହେ ସାଇନାଥ ଗୁରୁମାତା ତୁମେ ଦିଅ ହେ ସ୍ଥାନ ଚରଣ ତଲେ, ହେ ଦତ୍ତରାଜ ଗୁରୁମାତା ତୁମେ ଦିଅ ହେ ସ୍ଥାନ ଚରଣ ତଲେ। ହେ ସାଇନାଥ ଗୁରୁମାତା ତୁମେ ଦିଅ ହେ ସ୍ଥାନ ଚରଣ ତଲେ। ଶ୍ରୀ ସଚ୍ଚିଦାନନ୍ଦ ସଦ୍ଗୁରୁ ସାଇନାଥ ମହାରାଜ କି ଜୟ। ପ୍ରଭାତେ ରବିଙ୍କ ଶୁଭ ରଶ୍ମି ଆକାଶରେ ସଞ୍ଚାରେ, ସେବେଳେ ଗୁରୁ ସ୍ମରଣ କଲେ କଲି ଦୋଷ ଯେ ସରେ। ଯୋଡ଼ ହସ୍ତେ ଚାଲ କରିବା ଗୁରୁଙ୍କ ଆମେ ପ୍ରାର୍ଥନା, ସମର୍ଥ ଗୁରୁ ସାଇ ପୂର୍ଣ୍ଣ କର ମୋ ମନୋବାସନା। ରବି ପରି ଗୁରୁ ଅଜ୍ଞାନ ଅନ୍ଧାର କରନ୍ତି ଦୂର, ହେଲେ ରବି ସାଥେ ଗୁରୁଙ୍କର ତୁଳନା ଯେ ନ କର। ସୂର୍ଯ୍ୟାସ୍ତ ହୋଇଲେ ଅନ୍ଧକାର ପୁଣି ଆସେ ଯେ ଘେରି, ଗୁରୁ କୃପା ବାରେ ଅଜ୍ଞାନତା ପୁଣି ନ ଆସଇ ଫେରି। ରବି ଛୁଇଁଲେ ଯେମିତି ଆମର ଆଲସ୍ୟ ସରେ, ଗୁରୁଙ୍କ ଶରଣେ ଯେମିତି ଦୁଷ୍କୃତି ଲାଲସା ମରେ।
ତେଜି ଅଭିମାନ ଗୁରୁପଦେ ସ୍ଥିର ହେଉରେ ମନ। ସମର୍ଥ ଗୁରୁ ସାଇଁ ପୂର୍ଣ୍ଣ କର ମୋ ମନ ବାସନା। ଗୁରୁଙ୍କ ତୁଳନା ହୁଏ ବ୍ରହ୍ମା ବିଷ୍ଣୁ ହରଙ୍କ ସାଥେ। ଗୁରୁ ଶ୍ରେଷ୍ଠତର ତେଣୁ ଏ ତୁଳନା ଲୋଡ଼ା ନଥାଏ। ତୁମର ତୁଳନା ତୁମ ବିନା ଆନ ସାଥେ ହୁଏ ନା। ସମର୍ଥ ଗୁରୁ ସାଇଁ ପୂର୍ଣ୍ଣ କର ମୋ ମନ ଭାବନା। ସମାଧିକୁ ଭାଙ୍ଗି ଚାଲ ଗୁରୁ ମସଜିଦକୁ ଏବେ। ତୁମ ମଧୁର ବଚନ ଦୂର କରେ ବିପତ୍ତି ସର୍ବେ। ଅଜାତ ଶତ୍ରୁ ହେ ବିନାଶୀଲ ତୁମେ ପାପ ଯାତନା। ସମର୍ଥ ଗୁରୁ ସାଇଁ ପୂର୍ଣ୍ଣ କର ମୋ ମନ ଭାବନା। ଆହାକି ଶୁଭ ବେଲାରେ ଗୁରୁ ଉଠି ଗଲେଣି ବସି। ଦୃଷ୍ଟି ମାତ୍ରକେ କାଟନ୍ତି ଭକ୍ତଙ୍କର ଦୁଃଖର ରାଶି। ଏତେ ହିତକାରୀ ନାହିଁ ଏ ଜଗତେ ଆଉ କି ଆନ। ସମର୍ଥ ଗୁରୁ ସାଇଁ ପୂର୍ଣ୍ଣ କର ମୋ ମନ ବାସନା। ଯେତେ ବୁଦ୍ଧିମାନ ହୋଇଲେ ବି ଗୁରୁ କୃପାର ବିନା। ନିଜ ହିତ ବୁଝି ନ ପାରି ହୁଅଇ ଚିନ୍ତିତ ମନା। ଯେ ଭକ୍ତ ଧରଇ ଦୃଢ଼େ ଗୁରୁପଦ ଭକ୍ତି ବାସନା। ସଦ୍ଗୁରୁ ସାଇଁ ପୂର୍ଣ୍ଣ କର ମୋ ମନ ବାସନା। ଗୁରୁ ହେ ବିନତି ବସ ମୋର ହୃଦୟ ମନ ମନ୍ଦିରେ। ଜଗତରେ ମାତ୍ର ତୁମ ସ୍ୱରୂପଟି ରହୁ ମନରେ। ବୁଦ୍ଧି ବିବେକ ସୁକର୍ମ କରିଦିଅ ଦିଅ ହେ ଜ୍ଞାନ। ସମର୍ଥ ଗୁରୁ ସାଇଁ ପୂର୍ଣ୍ଣ କର ମୋ ମନ ବାସନା। ସକାଳୁ ଭକ୍ତି ଭାବରେ ଏ ଅଷ୍ଟଶ୍ରୁତ ଯେ ପଢ଼ିବ ଚିତ୍ତ ତା ଶାନ୍ତ ହୋଇ ମନରୁ ତାର ସର୍ବଭ୍ରାନ୍ତି ଦୂର ହେବ। ଅବୋଧ ବାଲକକୁ ବୁଝାଇଲା ପରି ଶ୍ରୀ ସାଇଁ ମୋତେ ଏମିତି ଦେଲେ ବୁଝାଇ। ଚରଣ କମଲେ ବିନୟେ ପ୍ରଣାମ କରି ଏହି ଅଷ୍ଟଶ୍ରୁତକୁ ମୁଁ ଅର୍ପଣ କରଇ। ହେ ସାଇନାଥ ଭଗବାନ ସମସ୍ତଙ୍କର ମନବାଞ୍ଛା ପୂରଣ କରନ୍ତୁ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସେୟାର କରନ୍ତୁ। ଓଁ ସାଇରାମ, ଜୟ ସାଇରାମ।